ମଧ୍ୟରେ ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର। ଅନୁଗୁଳ ସରକାରୀ ସ୍କୁଲ ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣରେ ନବମ ଶ୍ରେଣୀ ଛାତ୍ର ଗୁରୁତର ହୋଇପଡ଼ିଛି। ବିଦ୍ୟାଳୟ ଛୁଟି ହେବା ପରେ ସ୍କୁଲ ଫାଟକ ଆଗରେ ହୋଇଛି ଆକ୍ରମଣ। ଗୁରୁତର ଛାତ୍ରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ପୂର୍ବ ଗଣ୍ଡଗୋଳରୁ ଆକ୍ରମଣ ହୋଇଥିବା ସୂଚନା। ଅନୁଗୁଳ ସରକାରୀ ବିଦ୍ୟାଳୟରେ ଘଟିଛି ଏହି ଘଟଣା। ସ୍କୁଲ ଛୁଟି ହେବା ପରେ ଅପରାହ୍ନ ସମୟରେ ହୋଇଛି ଏହି ଘଟଣା। ଅନୁଗୁଳ ରାଧାରମଣପଡ଼ାର ଅଞ୍ଚଳର ଦିଗମ୍ବର ମାଝୀଙ୍କ ପୁଅ ଓମ୍ ପ୍ରକାଶ ମାଝୀ ଅନୁଗୁଳ ସରକାରୀ ବିଦ୍ୟାଳୟରେ ନବମ ଶ୍ରେଣୀ ପାଠ ପଢ଼ନ୍ତି। ଆଜି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମରଣାସ୍ତ୍ରରେ ଗୁରୁତର ହୋଇଛନ୍ତି। ଗୁରୁତର ଛାତ୍ର ହେଉଛନ୍ତି ଓମ୍ ପ୍ରକାଶ ମାଝୀ। ଏନେଇ ପରିବାର ପକ୍ଷରୁ ଟାଉନ ଥାନା ଅଭିଯୋଗ କରିଛନ୍ତି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନୁଗୁଳରୁ ସୂର୍ଯ୍ୟ ନାରାୟଣ ବେହେରାଙ୍କ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍। 4:15 ସାରେ ତାକୁ ଛୁରା ଭୁଜାଲ ମାରି ଦେଇଛନ୍ତି। କୋଉଠି? ଆମ ଅନୁଗୁଳ ହାଇସ୍କୁଲ ସାମ୍ନାରେ। କେତେବେଳେ ଆପଣ ଖବର ପାଇଲେ? ମୁଁ ଖବର ପାଇଲି ଆଜ୍ଞା 4:30ରେ। କଣ ପାଇଁ ହାଣିଛନ୍ତି ବୋଲି? କିଏ ହାଣିଲା, କଣ ପାଇଁ ହାଣିଲା? ସେ ସୁବୋଧି ନାୟକ କିଏ ଆମର ହାତଶାଳପଡ଼ାରୁ, ମୁଁ ସେ ଚିହ୍ନିନି କିନ୍ତୁ ସେ ତାଙ୍କୁ କଣ ପୂର୍ବ ଶତ୍ରୁତା ଥିଲେ କଣ ମୁଁ କହିପାରିବିନି। ସ୍କୁଲ ଛୁଆଙ୍କର ପୂର୍ବ ଶତ୍ରୁତା କଣ ଥିବ? ମୁଁ ତାଙ୍କ ସାଙ୍ଗ ଭିତରେ କଣ ଜାଣିନି କି ବିଷୟ କନଫର୍ମ କହିପାରିବିନି ସାର୍। ଏନେକ ଅଭିଯୋଗ କଲେଣି ଥାନାରେ? ହଁ ସାର୍। କଣ ଚାହୁଁଛନ୍ତି କଣ? ସାର୍ ଯାହେଲେ ତାର ପ୍ରତିକାର କରିବା କଥା ନା। ଆପଣଙ୍କ ପୁଅର ଏଇଭଳି ହେଇଗଲା, ସ୍କୁଲ କର୍ତ୍ତୃପକ୍ଷ ଆସିଥିଲେ? ନାଇଁ, କର୍ତ୍ତୃପକ୍ଷ ଆସିନାହାନ୍ତି ସାର୍। ଆସିନାହାନ୍ତି? ନାଇଁ ସାର୍। ହସ୍ପିଟାଲ କିଏ ନେଇଥିଲା? ହସ୍ପିଟାଲରେ ଆମର ମୋ ମିସେସ୍ ନେଇଥିଲି ସାର୍। ତାପରେ ମିସେସ୍ ଗଲା ପରେ ମୁଁ ଯାଇଛି। ସ୍କୁଲରୁ ମେଡିକାଲକୁ କିଏ ନେଇଥିଲେ? ସ୍କୁଲ ମେଡିକାଲରୁ ସ୍କୁଲ ପିଲାମାନେ ନେଇଥିଲେ। କୋଉ ପିଲାମାନେ ସବୁ ଜାଣିନି କିନ୍ତୁ ତାପରେ ତା ମା ଯାଇଛି। ଆପଣ କେମିତି କଣ ଖବର ପାଇଲେ? ମୁଁ ଖବର ପାଇଲି ଯେ ପୁଅର ଆମର ଜଣେ ମାଡ଼ ହେଇଥିଲି, ଖବର ପାଇଲି। କୋଉଥିରେ ମାଡ଼ ହେଇଛନ୍ତି? କିଛି ଛୁରା ମାଡ଼ ହେଇଛି ଆଉ। ଆମ ପାଖକୁ ଫୋନ ଆସିଲା ଆଡୁ ମୋବାଇଲ ଫୋନ ଆସିଲା ମୁଁ କହିଲି ଆପଣଙ୍କ ପୁଅ ମୁଣ୍ଡ ଫାଟି ଯାଇଛି, ମେଡିକାଲକୁ ଆସନ୍ତୁ। ମୁଁ କହିଲି କୋଉଠି କଣ ହେଲା ନା, ଆଉ ଆପଣ ଶୀଘ୍ର ଆସନ୍ତୁ ତାପରେ ଜାଣିବେ। ଆଉ ପିଲା ତାଙ୍କର ଡ୍ରେସିଂ ରୁମ୍ ପୋରା ହେଇଛି, ତମେ ଆସ ଶୀଘ୍ର। ମୁଁ ଏଠୁ ସାଙ୍ଗେ ସାଙ୍ଗେ ପହଞ୍ଚିଲି। ମତେ କହିଲେ ତମର ବ୍ଲଡ ବ୍ଲିଡିଂ ହୁଏ, ତମେ ଟିକେ ବାହାରେ ଠିଆ ହବ। ଆଉ ଡକ୍ଟର ଦେଖିଲେ, ଡକ୍ଟର ଟ୍ରିଟମେଣ୍ଟ କଲା, ତାପରେ ମେଡିସିନ ରୁମ୍ ପଠେଇଦେଲେ। ଆଉ କହିଲେ ତମେ ଥାନାରେ ଏଫଆଇଆର ଦେନା ଘରକୁ ଯିବ। କଣ ହେଇଥିଲା ଘଟଣା? କଣ ସ୍କୁଲକୁ ପୁଅ ଯାଇଥିଲା, ସ୍କୁଲରେ କଣ ହେଲା ଆଉ ମୁଁ ଜାଣିନି। ଅଭିଯୋଗ କଣ କରିଥିବ? ଥାନାରେ ଅଭିଯୋଗ କଲେ ଆମ ପିଲାକୁ ମାରପିଟ କରିଛି, ଯୋଉ ମାରାତ୍ମକ ଅସ୍ତ୍ରରେ ହାଣି ହୁଣା ଦେଇଛି ବୋଲି ଏଫଆଇଆର ଦେଇଛୁ। ଆଉ କିଏ ହାଣିଛି? ଯୋଉ ପିଲା ହାଣିଛି। ଆଉ ସିଏ ବି ସ୍କୁଲର ଛାତ୍ର? ସେ ଦଶମ ଶ୍ରେଣୀର ଛାତ୍ର, ନବମ କ୍ଲାସର ଛାତ୍ର। କଣ ଥିଲା? କାହିଁକି ସ୍କୁଲ ପରିସର ଭିତରେ ନା ବାହାରେ? ସ୍କୁଲ ଗେଟ୍ ସାମ୍ନାରେ। ସେ ଛୁଟି ପରେ? ହଁ, ଛୁଟି ପରେ 4:10ରେ ହେଇଛି। କଣ ଅଭିଯୋଗ କଲେ? ପୁଅକୁ ହାଣି ଦେଇଥିବାରୁ, ପିଲା ନାଁ ଜାଣିଥିବାରୁ ପିଲା ନାଁରେ ଥାନାରେ ଏଫଆଇଆର ଦେଇଛୁ। କିଛି କାରଣ ଜଣା ପଡିଛି? ନାଇଁ, ସେ ଖାଲି ଆଗରୁ କହିଲା ମୋ ସାଙ୍ଗ ପିଲା, ମୋ ମମି ଆଉ ମୋ ସାଙ୍ଗ ପିଲା ଯୋଉ ମୁଁ ଜଣକୁ ମାଡ଼ ପିଟା ହେଇଥିଲୁ ସାଇକେଲ ରଖାରଖିରେ। ମାଡ଼ ପିଟା ହେବାରୁ ସେଠୁ କହିଲା ଆଉ ସେ କହିଲା ମୋ ସାଙ୍ଗ ତୁ କଣ ବାଡେଇଲି? ଇଏ ଥାନା କହିଲା ମୁଁ ତ ସାଙ୍ଗ ବୋଲି ତୋର କଣ ଗଲା ନା, ତୁ ମୋ ସାଙ୍ଗକୁ ବାଡେଇଛି କହିନା ମତେ ଯୋଉ ଠେଲିଦେଲା, ମୁଁ ଟିକେ ଠେଲିଦେଲି। ତାପରେ ସେ ବେଗରୁ ତାର ବାହାରକେଇନା ମତେ ହାଣିଦେଲା ପଛବାଟେ। ମୁଁ ପଡିଗଲା। ହଁ, ମୁଁ ପଡିଗଲାରୁ ସେ ପଳେଇଲା। ମୁଁ ତ ଏଫଆଇଆର ଦେଇଛି ସାର୍। ତାପରେ ପୋଲିସ କର୍ମଚାରୀ ଯାହା ଭାବିବେ, ଯାହା ଉପରକୁ କଣ କରାଯିବ। ଚାକୁରେ, ଷ୍ଟିଲ ଚାକୁରେ ବୋଲି ସେ ପୁଅ କହୁଛି। ଆଉ ମୁଁ ତ ଦେଖିନୁ ନା। ବ୍ୟାଗ ଭିତରେ ଭର୍ତ୍ତି କରି ଆଣିଦେଲେ? ହଁ, ବ୍ୟାଗ ଭିତରେ। ସେ କହୁଛି ସ୍କୁଲ ସାଙ୍ଗେ ସାଙ୍ଗେ ସେ ମାରିଛି। କଣ ଘରକୁ ଯାଇ 4:10 ଆଣିପାରିବ କି? କିଛି ସମୟ ପୂର୍ବରୁ ସେ ଘଟଣା ଗଣ୍ଡଗୋଳଟା ହେଇଥିଲା? ନାଇଁ, ସେ ଆଗରୁ ହେଇଥିଲେ। ସେ ହେଇଦିନ ତାକୁ ବ୍ରଜ ରଖି ତାକୁ ପଚାରିବାରୁ ସେ ଆଜି ସାଙ୍ଗେ ସାଙ୍ଗେ କୋଉ ଏରିଆ ପିଲା ଜାଣିଛନ୍ତି? ହାତୀଶାଳପଡା ବୋଲି ସେ କହୁଛନ୍ତି।